ସ୍ୱର୍ଗୀୟ ଶକ୍ତି ଓ ସହାୟତାରେ ତୁମେ କଢାଇ ଦିଅ। ଧନ୍ୟବାଦ ଦେଇ ସମସ୍ତ ତ୍ରାଣକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ଉତ୍ସର୍ଗ କର। ଆମେନ୍ ଆମେନ୍। ହଁ, ପ୍ରଭୁଙ୍କର ଗୌରବ ପ୍ରଶଂସା ହଉ। ଆଜିର ଯେଉଁ ଅଂଶଟି ଆମେ ବୁଝିବାକୁ ଯାଉଛୁ, ମୁଁ ହେଇପାରେ 3 ମାସ ଭିତରେ ଏଇ ବାକ୍ୟକୁ ଧ୍ୟାନ କରୁ 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 ଶେଷରେ ଆଜି ଆମେ ଏଇ ବାକ୍ୟକୁ ବୁଝିବାର ସମୟ ପାଇଛୁ, ଯାହା ଯାତ୍ରା ପୁସ୍ତକ ତାହାର 33 ପର୍ବ, ଯାତ୍ରା 33, ଏକ୍ସୋଡସ୍ 33 ତାହାର 18 ଆରମ୍ଭ କରିକି 23 ପଦ ପର୍ଯ୍ୟନ୍ତ। ଯାତ୍ରା 33, 33, 18 to 23, 18 to 23 ମୁଁ ପଢୁଛି। ଏଠାରେ ପ୍ରକାର ଲେଖାଯାଏ, ପୁଣି ସେ କହିଲେ, ବିନୟ କରୁଅଛି, ତୁମେ ମତେ ଆପଣା ମହିମା ଦେଖାଅ। ସେ ଉତ୍ତର କଲେ, ଆମ୍ଭେ ତୁମ ସମ୍ମୁଖରେ ଆପଣାର ସମସ୍ତ ଉତ୍ତମତାକୁ ଗମନ କରାଇବା, ତୁମ ସମ୍ମୁଖରେ ସଦାପ୍ରଭୁଙ୍କର ନାମ ଘୋଷଣା କରିବା। ଆମେ ଯାହାକୁ ଅନୁଗ୍ରହ କରୁ ତାହାକୁ ଅନୁଗ୍ରହ କରିବା, ଓ ଯାହାକୁ ଦୟା କରୁ ତାହାକୁ ଆମେ ଦୟା କରିବା। ସେ ଆହୁରି କହିଲେ, ତୁମେ ଆମର ମୁଖ ଦେଖିପାରିବ ନାହିଁ, କାରଣ ମନୁଷ୍ୟ ଆମ୍ଭକୁ ଦେଖି ବଞ୍ଚିବ ନାହିଁ। ସଦାପ୍ରଭୁ କହିଲେ, ଦେଖ, ଆମ୍ଭ ନିକଟରେ ଏକ ସ୍ଥାନ ଅଛି, ତୁମେ ସେଇ ଶୈଳ ଉପରେ ଠିଆ ହବ। ତହିଁରେ ତୁମ ନିକଟ ଦେଇ ଆମ ମହିମା ଗମନ ସମୟରେ ଆମେ ତୁମକୁ ଶୈଳର ସେଇ ଚିତ୍ରରେ ରଖିବା ଓ ଆମ୍ଭ ଗମନର ଶେଷ ପର୍ଯ୍ୟନ୍ତ ଆପଣା ହସ୍ତରେ ତୁମକୁ ଆଚ୍ଛନ୍ନ କରିବା। ଅନନ୍ତରେ ଆମେ ଆପଣା ହସ୍ତ କାଢିଦେଲେ ତୁମେ ଆମର ପୃଷ୍ଠ ଦେଖିବ, ମାତ୍ର ଆମ୍ଭର ମୁଖ ଦେଖାଯିବ ନାହିଁ। ପ୍ରଭୁ ଏଇ ବାକ୍ୟ ସମୂହ ଦେଇ ଆମ ସମସ୍ତଙ୍କୁ ଆଜି ବୁଝିବାରେ ଆମମାନଙ୍କୁ ସହାୟତା ପ୍ରଦାନ କରନ୍ତୁ। ଆମେନ୍। ବିଭିନ୍ନ ବାଇବଲର ବିଭିନ୍ନ ପୁସ୍ତକ ଭିତରେ ଯାତ୍ରା ପୁସ୍ତକ ଗୋଟେ ସୁନ୍ଦର ପୁସ୍ତକ। ଅନେକ ଥର ଏ ବିଷୟକୁ ଆମେ ବୁଝିଥାଉ। ଆଉ ମତେ ବହୁତ ଭଲ ଲାଗେ, ଆମମାନଙ୍କର ଚିଫ୍ ପ୍ରିନ୍ସିପାଲ ଥିଲେ ଡକ୍ଟର ମାନି ଚାକ, ବାଇବଲ ସୋସାଇଟିର ଜେନେରାଲ ସେକ୍ରେଟାରୀ କିଛି ସମୟ ପୂର୍ବରୁ ସେ ରହିଥିଲେ। ସେ ଗୋଟେ ବହି ଲେଖିଥିଲେ ଏକ୍ସୋଡସ୍ ଉପରେ, ଆଉ ସେଇ ବହି ଅନେକ ଲୋକ ମଧ୍ୟ ଆମେ ପଢିପାରିଲୁ। ଆମ କଲେଜରେ ଚେନ୍ନାଇରେ ଯେତେବେଳେ ରହିଥିଲୁ, ତେଣୁ ଗୋଟେ ସୁନ୍ଦର ପୁସ୍ତକ ଯାହା ଆଜି ଆମେ ଅଳ୍ପ ତା ମଧ୍ୟରୁ ବୁଝିବା ପାଇଁ ଯିବା। ଏକ୍ସୋଡସ୍ ଯାହା ଲାଟିନ ଶବ୍ଦ ବୋଲି କୁହାଯାଏ, କିନ୍ତୁ ଠିକ ଗୋଟେ ୱାର୍ଡ ହିଁ, ଗୋଟେ ଲେଟର ହିଁ ଚେଞ୍ଜ ହେଇଛି। EXODUS ହଉଛି ଲାଟିନ ଶବ୍ଦ, ଆଉ ଗ୍ରୀକ ଶବ୍ଦ ହଉଛି EXODOS, ସେମ୍ ଉଚ୍ଚାରଣ, କିନ୍ତୁ ଲେଟରଟା ଗୋଟେ ଅଲଗା। ଆଉ ତାକୁ ଟ୍ରାନ୍ସଲେଟ କରାଯାଏ ଗ୍ରୀକରେ, ଆଉ ଥରେ ତାକୁ କୁହାଯାଏ ଏକ୍ସିଟ୍ ଅର୍ ଡିପାର୍ଚର। ଏକ୍ସିଟ୍ ଅର୍ ଡିପାର୍ଚର। ଲୁକ ତାର 9 ପର୍ବ ତାର 31 ପର୍ଯ୍ୟନ୍ତ ଦେଖିବେ, ତାହା ମଧ୍ୟ ଗୋଟେ ସୁନ୍ଦର ଅଂଶକୁ ବୁଝାଉଛି ଯେ ମୋସା ଆଉ ଏଲିଓ ଯୀଶୁଙ୍କ ପାଖରେ ଆସିକି ସେମାନେ ମିଳିତ ହଉଛନ୍ତି, ଯାହା ଟ୍ରାନ୍ସଫିଗରେସନ ବୋଲି ଆମେ କହୁ। ତେଣୁ এই ପୁସ୍ତକର ଇମ୍ପୋର୍ଟାଣ୍ଟ ବିଷୟ ଆଜି ଆମେ ବୁଝିବା, ଫଣ୍ଡାମେଣ୍ଟାଲ ଥିଓଲୋଜି ବୋଲି ଯାହା କୁହାଯାଏ, ଇନ୍ ୱିଚ୍ ଗଡ୍ reveals his name। ପ୍ରଥମ ଥର ତାଙ୍କର ନାମକୁ ଆମେ ଦେଖୁଛୁ, his attributes and redemption and worship। 4ଟା ଶବ୍ଦକୁ NIV ଷ୍ଟଡି ବାଇବଲ ସେ ବୁଝାଏ। ଈଶ୍ୱର ଏଠି ରିଭିଲ କରନ୍ତି ନିଜ ନେମ୍, ଯାହା ମୋସା ଯାତ୍ରା ପୁସ୍ତକ 3ରେ ସେ ପଚାରୁଛନ୍ତି, ଆପଣ କିଏ ବୋଲି ମୁଁ ଲୋକମାନଙ୍କୁ କହିବି? ଆଉ ସେତେବେଳେ କହିଲେ, ସ୍ୱୟଂଭୁ ଆମ୍ଭେ ଯିଏ ଅଛୁ ସେ ଅଛି। ଫର୍ଷ୍ଟ ଟାଇମ୍ ତାଙ୍କ ନାମକୁ ଆମେ ଇଣ୍ଟ୍ରୋଡ୍ୟୁସ ହବା ଦେଖିବାକୁ ପାଉଛୁ। ତେବେ ଏ ଅଂଶରୁ ଆଜି ଆମେ ଅଳ୍ପ ବୁଝିବୁ। ତ ମୋସା ଯେତେବେଳେ ସେମାନଙ୍କୁ ଲିଡ୍ କରିକି ନେଉଥିଲେ 40 years, ଯେତେବେଳେ ନେଇକି ଯାଉଥିଲେ, ସବୁ ପରିସ୍ଥିତି ଭିତରେ ପରମେଶ୍ୱରଙ୍କୁ ସେ ବୁଝିବାକୁ ଚେଷ୍ଟା କରିଥିଲେ, ପରମେଶ୍ୱର କିଭଳି ଭାବରେ ତାଙ୍କୁ ଗାଇଡ୍ କରିକି ନେଉଥିଲେ। ଆଉ ଜଣେ ବ୍ୟକ୍ତି ଯାହାଙ୍କୁ ଆଜି ଆମେ 4-5ଟା ବିଷୟରେ ବୁଝିବାକୁ ଚେଷ୍ଟା କରିବା, ମୋଜେସ୍ ୱାଜ୍ ଇଣ୍ଟିମେଟ୍ ୱିଥ୍ ଗଡ୍, ସ୍ପିକିଂ ୱିଥ୍ ଗଡ୍। ମୋସା ସେଇ ସୁଯୋଗ ବା ଅପରଚ୍ୟୁନିଟି ପାଇଥିଲେ, ସେ ଇଣ୍ଟିମେସି ଈଶ୍ୱରଙ୍କ ସହିତ ସେ ପ୍ରତିଦିନ ରଖିପାରୁଥିଲେ। ଏଥିପାଇଁ ବାକ୍ୟରେ ମଧ୍ୟ ଲେଖାଯାଇଛି, God would speak to Moses face to face as a man speaks with his friend। 11 ପଦରେ ଆମେ ଦେଖିବାକୁ ପାଉଛୁ, ସତ୍ୟ ଗୋଟେ ମନୁଷ୍ୟ ଅନ୍ତରଙ୍ଗ ବନ୍ଧୁ ଭଳି ଯେମିତି କଥା ହୁଏ, ମୋସା ସେମିତି ପ୍ରଭୁଙ୍କ ସହିତ କଥା ହେବାର ଅନୁଗ୍ରହ ପାଇଥିଲେ। ଲେଖାଯାଏ clearly and openly that allowed to see God's face। ଖାଲି ସେ ଈଶ୍ୱରଙ୍କର
मुख देखि पारुनथले किंतु क्लियरली एंड ओपनली से कथबार्ता करि पारुथिले जहा 20 वर्ष 20 रे आमे देखिबाकू पाइबा एंड ओपननेस एंड फ्रेंडशिप भएको मध्य रहिबो गणना पुस्तक 12 पर्व तार 8 पदरे देखि पारिबा द्वितीय विवरण 34 पर्व तार 10 पदरे देखि पारिबा तेबे गोटे फ्रेंड गोटे आंतरिक बंधुत्व आमे एते देखिबा पाउछु अब्राहम को ते परमेश्वर ठीक सेही बेला भाबरे कंसीडर करिथिले आमे परवर्ती समय जदि न्यू टेस्टामेंट को आसीबा प्रभु जीशु आपण शिष्य मान सेही अनुग्रह देइले मु तुमको बंधु बोली डाकिबी बा डाकुछि सेही जो चिंताधारा प्रभु मध्य रखन्ति तबे इंटिमेसी प्रथम विषय आमे देखिबाकू पाउछु मौसा आ प्रभुको मध्यरे इंटिमेट फेलोशिप जहाँ सेमानको मध्यरे रहिथिला तेबे ताकू द्वितीय भाबरे कुहा जाय इंटिमेट फेलोशिप God through his spiritual concept गोटे आत्मिक चिंताधारा भितरे से गोटे इंटिमेसी प्रभुको सहित रखुथिले तेबे जो रिक्वेस्ट जाकर आमे 18 पदर देखुछु कोन पाइ आज सेही प्रश्न उपरे ही हमर ध्यान केंद्रित हबो request to confirmation of God to going with them तांको सहित जीवा पाइ गोटे कन्फर्मेशन से पाइबा पाइ बा प्रभुको जो इच्छा से रखिबे कन्फर्म हवा से इच्छा करुथिले अब नेक्स्ट को जदि आमे जीवा सेही जगह से पछारुछंती से तुमर महिमा मते देखाओ जहाँ 18 पदर देखिले पुणी से कहिले विनय करूछि तुमे मते आपना महिमा देखाओ Why did Moses ask to see God's glory? से कथा को हमनको आज ध्यान दबा दरकार अछि they were not enough to know and lead God's people से जितनी थोड़ा प्रभु को सहित इंटिमेसी हेइथिले कथावार्ता करूथिले प्रभु सेटा जथेष्ट नथिला कि जे आउ थोड़े रिक्वेस्ट करूछु जे तुम महिमा मते देखाओ तांकर गोटे सुंदर प्रेयर को आज हमें देखिबा से पे चारटा पॉइंट जे हम देखिबा पाउछु शो मी योर ग्लोरी तुमर सही महिमा मते देखाओ या मथरे हमें किसी पॉइंट देखिबा नॉट आस्किंग फॉर हिज ओन पर्सनल गेन निजर उपकार निमन्ते जैसे कौन से विषय माकु नांती जहाँ जी हमें गोटे डिफरेंस देखिबा पाउछु मौसा एवं अब्राहम को भितरे अब्राहम को परमेश्वर कहितले तुमर पुओ को हम उद्देश्य रे तुम बलिदान करो किंतु एई जगह रे ए व्यक्ति एमिति गोटे व्यक्ति थिले से कहउछंती यात्रा पुस्तक 32 पद रे कहउछंती आई एम रेडी टू सैक्रिफाइस माय लाइफ मु निजो को सैक्रिफाइस करि देबी जदि ए लोक मन कर ए मन को ग्रहण करिवो नाकि एमिति गोटे व्यक्ति को हमें आज देखिबा पाउछु मोस भावर जहां को द्वितीय कथा आज देखिबा नॉट बाय हिज ओन विलिंगनेस टू लीड पीपल से सही नहीं मोर इच्छा अनुसार मोर मेसमान को कढाई के नेबी से कथा मध्ये आज हमको बुझिबा दरकार अछि एठी से आउ गोटे विषय कहउछथि हिज इनेबिलिटी आई कैन नॉट लीड विदाउट योर हेल्प तुम बिना ए लोक मान को कढाई नहीं पारिबे नाही तकर इनेबिलिटी को से प्रकाश करूछथि तापर हम देखबा पाउछु लुकिंग अहेड ताउछि लविंग अ मर्सीफुल गॉड को से देखुछथि प्रभु तुमे ही मोर सही प्रेमिक ईश्वर हट दयामय ईश्वर हट जे अनुग्रहकारी ईश्वर हट तुमे ही मते सहाय्य करिबा आवश्यक अछि आ कुहाजाय इज रिलेशनशिप wanted to re-establish the relationship between God and his people से चाहू नथिले जे मु ए सब पढाई के नेबी चाहूतिले जो ईश्वर मते डाकी छथि से ईश्वर को दे ईश्वर को सहित जो गोष्ठी को मते दायित्व दिया से मन मु पढाई के नेबी ता गोटे सुंदर चिंताधारा में देखबा पाउछु री-एस्टाब्लिश आउतरे से संपर्क को काहे कि से माने से बाछुरी तयारी करी प्रभुकर क्रोधर प्रभु सेमन को प्रताकर क्रोध वर्ताई थले तो गोटे गैप आसीबा हम देखबा पाउछु ए समय मोसाकर ए सुंदर प्रार्थना को रिक्वेस्ट बाजे हमें बुझिबा चेष्टा करिबा सो मी योर ग्लोरी प्रभु आउट री-एस्टाब्लिश में करा आउ लास्ट एटी हम देखबा पाउछु लर्निंग लुकिंग फॉर ए डीपर विजन ऑफ गॉड्स ग्लोरी लेखक कहंती ट्रम्प बोल के जड़े कहंती लुकिंग फॉर ए डीपर विजन ऑफ गॉड्स ग्लोरी आउ अधिक भाव रे प्रभु से बुझिया पय से इच्छा करथिले
true revival and restoration, restore relationship ଲେଖା ଯାଉଛି କିଭଳି ଭାବରେ ପ୍ରକୃତ ଗୋଟେ ସମ୍ପର୍କକୁ ଆଉ ଥରେ ସେ ଆସିପାରିବେ ମଉସା ଆଉ ଲୋକମାନଙ୍କୁ ମଧ୍ୟ ସେ ଆଣିପାରିବେ। ତେବେ ଦ୍ୱିତୀୟ ପଏଣ୍ଟରେ ଆଜି ବୁଝିବା ଗ୍ରାଣ୍ଟେଡ ଦ ରିକ୍ୱେଷ୍ଟ ପ୍ରଭୁଙ୍କ ପାଖରେ ଯାହା ସେ ପ୍ରାର୍ଥନା କଲେ ସୋ ମି ୟୋର ଗ୍ଲୋରି ପରମେଶ୍ୱର ଏବେ ଗ୍ରାଣ୍ଟ କରୁଛନ୍ତି ତାଙ୍କର ସେ କହୁଛନ୍ତି ମାଇ ସେଲ୍ଫ ୱିଲ୍ ମେକ୍ ଅଲ୍ ମାଇ ଗୁଡନେସ୍ ପାସ୍ ବିଫୋର ୟୁ ତୁମ ଦେଇ ସେ ଉତ୍ତମତା ଗମନ କରିବା ଯାହା 19 ପଦରେ ଆମେ ଦେଖୁଛୁ ସମସ୍ତ ଉତ୍ତମତା ଆମେ ଗମନ କରାଇବା। ମୋ ମନରେ କିଛି ପ୍ରଶ୍ନ ୟା ବିଷୟରେ ବି ଆସୁଥିଲା କାହିଁକି ଯୀଶୁ ଯେତେବେଳେ ହେରୋଦ ପାଖରେ ନିଆଗଲା ଗାଲିଲର ଶାସନକର୍ତ୍ତା ଯେତେବେଳେ ସେ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଇଚ୍ଛା କରୁଛନ୍ତି ପ୍ରଭୁ କଣ ସେ ଆଶ୍ଚର୍ଯ୍ୟକର୍ମ ସେଠି ଦେଖାଇ ନାହାନ୍ତି କାହିଁକି ପ୍ରଭୁ ଅବ୍ରାହମକୁ 25 ବର୍ଷ ଜଗିବା ପାଇଁ ସେ କହୁଛନ୍ତି ତାଙ୍କର ଇଚ୍ଛା ଥିଲା ସାଙ୍ଗେ ସାଙ୍ଗେ ମାନେ ଇମିଡିଏଟ ସେ ଯେମିତି ଇନଷ୍ଟାଣ୍ଟ ତାଙ୍କ ଜୀବନରେ ସେ ଆଶୀର୍ବାଦକୁ ସେ ପାଇପାରିବେ କାହିଁକି ପ୍ରଭୁ ତାକୁ 25 ବର୍ଷ ଜଗିବାରେ ଜଗାଉଛନ୍ତି। ତୃତୀୟରେ ଆଜି ଆମେ ଦେଖିପାଇବା ତାହା ହଉଛି ଗୋଟେ ଜେଣ୍ଟଲ ୱୁମେନ୍ ଯେତେବେଳେ ସୁପର ପାନିକିଆ ଲେଡି ଆସିଲା କାହିଁକି ପ୍ରଭୁ ତାକୁ ବାରମ୍ବାର ରିକ୍ୱେଷ୍ଟ କରିବା ପାଇଁ ତାକୁ ସେଇ ଆଡକୁ ତାକୁ କଢାଉଛନ୍ତି। ତାପରେ ମଧ୍ୟ ପ୍ରଶ୍ନ ଆସେ ପ୍ରଭୁ ୱାନ୍ ଡେ କାହିଁକି ଲେଟରେ ଯାଉଛନ୍ତି ଲାଜରକୁ ମୃତ୍ୟୁରୁ ଉଠାଇବା ପାଇଁ। ଆଉ ଲାଷ୍ଟରେ ହଉଛି ଯେ ପରମେଶ୍ୱର କାହିଁକି ସାଙ୍ଗେ ସାଙ୍ଗେ ଜଣଙ୍କର ରିକ୍ୱେଷ୍ଟକୁ ଗ୍ରହଣ କରୁ ଯେତେବେଳେ ସେ କୃଷରେ ଥିବା ଚୋର କହିଲା ଯେ ଆଜି ଯେତେବେଳେ ତୁମେ ଯିବ ତୁମେ ମତେ ସ୍ମରଣ କର ସାଙ୍ଗେ ସାଙ୍ଗେ ଇମିଡିଏଟ ରେସ୍ପନ୍ସ କରୁଛନ୍ତି। ଏ ସବୁ ପ୍ରଶ୍ନ ଭିତରେ ଆଜି ଆମେ ମଉସାଙ୍କର ରିକ୍ୱେଷ୍ଟ ଯାହା ପ୍ରଭୁ ଗ୍ରାଣ୍ଟ କଲେ ତାକୁ ଆମେ ବୁଝିବାକୁ ଚେଷ୍ଟା କରିବା। ପ୍ରତ୍ୟେକ ବିଷୟର ଗୋଟେ ସୁନ୍ଦର ଚିନ୍ତାଧାରା ରହିଛି। ଆମେ ଯେତେବେଳେ ଦେଖୁ ପ୍ରଥମ ପ୍ରଶ୍ନ ଆମେ ଦେଖୁଥିଲୁ ଯେ ଷ୍ଟ୍ରଙ୍ଗ ଇନ୍ ପ୍ରଭୁ ତାଙ୍କର ଇଚ୍ଛା ଅନୁସାରେ ଗୋଟେ ବ୍ୟକ୍ତିର ଇଚ୍ଛା ଅନୁସାରେ ସେ ଆଶ୍ଚର୍ଯ୍ୟକର୍ମ କରୁନାହାନ୍ତି କିନ୍ତୁ ଈଶ୍ୱରଙ୍କର ଇଚ୍ଛା ଈଶ୍ୱରଙ୍କ ସମୟ ଈଶ୍ୱରଙ୍କ ଗୌରବ ଚିନ୍ତା ପ୍ରକାଶିତ ହବ ସେଥିପାଇଁ ତାଙ୍କର ଆଶ୍ଚର୍ଯ୍ୟକର୍ମ ଯାହାକି ହେରୋଦ ତାଙ୍କୁ ରିକ୍ୱେଷ୍ଟ କରିଥିଲେ। ଆଉ ଏ ସ୍ତ୍ରୀକୁ ଯୋଉ ବା ଅବ୍ରାହମକୁ ଯୋଉ ଡିଲେ ଥିଲା ତାଙ୍କର ଫେଥରେ ଆହୁରି କେମିତି ସେମାନେ ଷ୍ଟ୍ରଙ୍ଗ ହେଇପାରିବେ ପ୍ରଭୁରେ ଆମେ ଦେଖିବାକୁ ୱାନ୍ ଡେ ଡିଲେ ଯାହା କରିଛନ୍ତି ସେଠି ଆମେ ଦେଖିବାକୁ ଗୋଟେ ମିରାକଲ ହେବାକୁ ଯାଉଛି ଯୋଉ 3 ଦିନର ବିଶ୍ୱାସ ଲୋକମାନଙ୍କର ମଧ୍ୟରେ ରହିଲା କିନ୍ତୁ ଚତୁର୍ଥ ଦିନ ଗୋଟେ ଦିନ ଏକ୍ସଟ୍ରା ହବା ଆମେ ଦେଖିବାକୁ ପାଉଛୁ ଜିସସ୍ ବିଲିଭ ଅନୁସାରେ ଯୋଉଟା ପ୍ରଭୁ ମୃତ୍ୟୁରୁ ତାକୁ ଉଠାଉଛନ୍ତି। ଆଉ ଶେଷରେ ଆମେ ଦେଖିବାକୁ ପାଉଛୁ ଇମିଡିଏଟ ରେସ୍ପଣ୍ଡ କରୁଛି ଯେତେବେଳେ ସେ ଚୋର କହିଲା ଯେ ମତେ ସ୍ମରଣ କର। ଏସବୁ ଭିତରେ ଆଜି ଆମେ ବୁଝିବା ତାହା ହଉଛି ଡିଫରେନ୍ସ କଣ ଅଛି। କିନ୍ତୁ ତା ପୂର୍ବରୁ କହିବି ପ୍ରଭୁ ପ୍ରାର୍ଥନା ଶୁଣିବାର 7ଟା କାରଣ ଭିତରେ ମୋ ମନରେ 3ଟା କାରଣ ଆସିଛି। ପ୍ରଥମ ଯାହା ଲେଖାଯାଏ ଯେ ତୁମର ଅପରାଧ ସବୁ ବୋଲିକି ଲେଖାଯାଏ ଯାହା ଯେସାୟା 49 ପର୍ବ 1 ପଦରେ ଲେଖାଯାଏ। ଦ୍ୱିତୀୟରେ ଲେଖାଯାଏ ହିତୋପଦେଶ 28 ପର୍ବ 9 ପଦରେ ଲେଖାଯାଏ ଯେଉଁମାନେ ବାକ୍ୟ ଶୁଣିବା ପାଇଁ କର୍ଣ୍ଣ ଦେବା ପାଇଁ ଘୃଣା କରନ୍ତି ବୋଲି ଲେଖାଯାଏ। ତୃତୀୟ ଯେସାୟା 1 ପର୍ବ 15 ପଦରେ ଲେଖାଯାଏ ତୁମର ହସ୍ତ ରକ୍ତରେ ପରିପୂର୍ଣ୍ଣ ଅଟେ ଯେତେବେଳେ ତୁମେ ହସ୍ତ ଉତ୍ତୋଳନ କରିବା ଆମେ ତୁମ ପ୍ରାର୍ଥନା ଶୁଣିବା ନାହିଁ। ଏବେ ଡିଫରେନ୍ସଟା ଆମେ ତୃତୀୟ ଭାବରେ ଦେଖିବା। ପ୍ରଥମ ହଉଛି ସବୁଠାରୁ ବଡ ବିଷୟ ତାଙ୍କ ଜୀବନରେ ରହିଥିଲା ଗ୍ରେସ୍ ପ୍ରଭୁ ରଖିଥିଲେ ଅନୁଗ୍ରହ ରଖିଥିଲେ ଯାହା ଏଠି ବାକ୍ୟରେ ଆମେ 29 ପଦର ଲାଷ୍ଟ ଦେଖିବା ବା 28 ପଦର ଲାଷ୍ଟ ଦେଖୁଛୁ ଆମେ ଯାହାକୁ ଅନୁଗ୍ରହ କରୁ ତାହାକୁ ଅନୁଗ୍ରହ କରିବା ଯାହାକୁ ଦୟା କରୁ ତାହାକୁ ଆମେ ଦୟା କରୁ। ପ୍ରଭୁଙ୍କ ଆଡୁ ସେ ଫ୍ରି ଆଣ୍ଡ ଅନମେରିଟେଡ ଫେଭର ବୋଲି ଲେଖାଯାଏ। ସ୍ୱର୍ଗ ଗ୍ରେସ୍ ତାଙ୍କ ପ୍ରତି ସେ ରଖୁଛି ଯେହେତୁ ସେ ନିଜେ ଆହ୍ୱାନ କରିଛନ୍ତି ତାଙ୍କୁ ଆପଣ ଲୋକମାନଙ୍କୁ ଲିଡ୍ କରିବା ପାଇଁ। ଆଉ ଜେନ୍ୟୁଇନ୍ କ୍ୱେଶ୍ଚନ ଯଦି ଅଛି ଆମମାନଙ୍କର ବା ଆସ୍କିଂ ଅଛି ପ୍ରଭୁ ଜାଣନ୍ତି who reads our mind and heart ବୋଲିକି ଲେଖାଯାଏ। ସେ ଆମଙ୍କର ମନ ଓ ହୃଦୟର ଚିନ୍ତାଧାରାକୁ ବୁଝିବା ଈଶ୍ୱର। ଆଉ ଯେଉଁମାନେ ପ୍ରଭୁଙ୍କ ସହିତ କ୍ଲୋଜ ରହନ୍ତି ଯାହା ଗୀତ ସଂହିତା 145:19ରେ ଲେଖାଯାଏ ଭୟକାରୀ ମାନଙ୍କର ସେହି ବାଞ୍ଛାକୁ ସେ ପୂରଣ କରନ୍ତି ବୋଲି ବାକ୍ୟ ଲେଖନ୍ତି। ଯୋଉ ରିକ୍ୱେଷ୍ଟ ପ୍ରଭୁଙ୍କ ପାଖରେ ସେ ରଖିଲେ ସେ ରିକ୍ୱେଷ୍ଟକୁ ପ୍ରଭୁ ଏବେ ଗ୍ରାଣ୍ଟ କରୁଛନ୍ତି ଗ୍ରାଣ୍ଟେଡ ଦ ରିକ୍ୱେଷ୍ଟ ଯାହା ସେ ମହିମା ଦେଖିବାକୁ ଇଚ୍ଛା କରୁଛନ୍ତି। କିନ୍ତୁ ଇମ୍ପୋର୍ଟାଣ୍ଟ ବିଷୟ ହଉଛି ଯେ God will show him one characteristic a part but not all of his entire essence। ସମ୍ପୂର୍ଣ୍ଣ ଅଂଶ ସେ ଦେଖିବା ପାଇଁ ପ୍ରସ୍ତୁତ ନଥିଲେ ପରମେଶ୍ୱର
खाली से ताकर पृष्ठ जहाँ जे हमें से सुले वाक्य ताहा से आपको देखियो कि छल कोन पाइ लास्ट रे हमें अल्प आपरे ध्यान करिबा एबे तृतीय पॉइंट हमें आसीबा गॉड सोड हिम ईश्वर एबे ताकू देखिया आबे से प्रस्तुत हेले एठी हम फर्स्ट विषय देखिबा जे फर्स्ट मोजेस हमें प्रथम मोजेस जोटा देखिले बर्निंग बुश रे परमेश्वर से ताकर आवाज से सुनुछथि जेतबेले गोटे कंचा बुदा अग्नि रे ताहा दग्ध होतिला प्रथम देखिले खाली वॉइस सिटी से सुनियो पाइले एलियो कथा जदि हमें देखिबा जिसाय तार 6 पर्व तार 3 पत्र में बा एक रो हमें देखबाको पाइबा सिंहासन रे परमेश्वर से बसिबार अल्है पर से फेस भी देखि पारी नथिबे जा जिसाय प्रो विजन बोली हमें कहि परिबा एलियो को विषय जदि हमें देखिबा से बहुत शांत स्वर सुनि पारामे देखिबा पाउछु प्रथम राजावली तार 19 पर्व रे हमें देखिबा पाउछु आ मोसा को रिक्वेस्ट आज हमें बुझिबा मोसा ईश्वर को गौरव काहे की देखा बोली इच्छा रखिले एवं परमेश्वर कोन प्रकृति रे जणाइबा इच्छा करुथिले ता वर्तमान हमें बुझियो चेष्टा आउथर पढुछि मोसा ईश्वर को गौरव काहे की देखा बोली इच्छा रखिले एवं परमेश्वर कोन प्रकृति रे जणाइबा इच्छा करुथिले तेबे आज प्रथम रे हम बुझियो चेष्टा करबा व्हाट इज ग्लोरी गौरवर चिंताधारा कोन बाइबल कोन कहे विषय लेखक मानकर चिंताधारा कोन से विषय में प्रथम रे बुझिबा तेबे क्लियर भाव रे हम बुझि परिबा ईश्वर गौरव कोन थिला प्रथम वहा से व्हाट इज ग्लोरी प्रकृति रे गौरव कोन द ब्यूटी दैट इमानेट्स फ्रॉम हिज कैरेक्टर तंकर जो चरित्र अछि गुणावली अछि जहा कि प्रकाश हुई जो सौंदर्यता मध्यरु प्रकाशित हुए बोली लेखक लेखन्ति तर डेफिनेशन दिया जैसी गॉड्स ग्लोरी ऑफ ऑल हिज गॉडनेस गुडनेस को the सुंदर लेखक जी गॉडनेस GODNESS गॉड्स ग्लोरी ऑफ ऑल हिज गॉडनेस से जो कैरेक्टर को हमें आज आउथरे बुझियो चेष्टा करिबा और पोज विषय लिखा है डिवाइन परफेक्शन एंड एट्रिब्यूट्स which he is pleased in his grace to reveal or manifest and disclose to creature, angels and men. अन्य मानकर जीवन ने जो परफेक्शन से देखा एट्रिब्यूट जहाँ से गुणावली जहाँ से देखा अनुग्रह कार्य एमान प्रति से रखती निजक रिवील करती ग्लोरी बोली कि कहा जाए एबे शेष हिब्रू शब्द हमें देखिबा कपोड बोली कि शब्द लिखा जाए हेवी और आर वेट बोली कि जाको वर्णना करा जाए द वेरी वेट ऑफ गॉड ईश्वर को जो सही अजन बोली जाको मध्ये हम कहि परिबा ताकर महान उपस्थिति और ताकर ज्ञान रो विषय बा क्षमा करबे ताकर कार्य रो विषय को ताहा बुझाए तेन ताको तीन भाग रे जणे लेखक तीन भाव से कहती द काइंड ऑफ ग्लोरी की बड़ी ताहा रही प्रथम को से लिखती ascribe glory we give by our own worship हम ईश्वर को हमहरु जहा गौरव ताको हमें देइथौ एटा प्रथम विषय ascribe लिखली द्वितीय लिखले manifest glory ईश्वर जहा अमन प्रति देखा जहा मोसा आवश्यक करूथिले आ तृतीय होछि intrinsic glory it is the sum and substance of God who is God is ईश्वर कौन अटंती बा की बड़ी ताकर कैरेक्टर थाए जहा को से प्रकाश करिया पे इच्छा करंती ते मोसा जहा रिक्वेस्ट करथिले प्रभु को से विषय को प्रभु देखाया में इच्छा रखिले तेबे चारटा विषय में देखो इज ग्रेस मोसा को देखाया पछन ताकर अनुग्रह को से रखिले जहा नॉट वर्दी एनीमोर हम कौन सी भाव प्रभु को निकट गोटे साधारण मनुष्य प्रति ताहाकर दया से रखुछन रिक्वेस्ट को से प्रभु रखिबा आउ ताकर ग्लोरी देखिया से इच्छा कले द्वितीय विषय में देखुछु ए प्लेस गोटे स्थान निर्धारण करागला आ ता होछि सोलो ऊपर तुमे ठिया हबो से जागा मध्ये प्रभु निर्धारण करूछथि जहा में 24 पद रे देखिबाकू पाउछु क्षमा करबे 21 पद रे जहा प्रभु कहिले देखो हम निकट रे एक स्थान अछि तुमे से सोलो ऊपर ठिया हो
कहले तृतीय कहले हिज हेल्प से हेल्प कौन रखिले ताहा होछि तहिरे तुम निकट दे आम महिमा गमन समय आमे तुमको शैलर से चित्र रे रखिबा और आम गमनर शेष पर्यंत आपण हस्तरे तुमको आच्छन्न करिबा आम हस्तरे तुमको आच्छन्न करियो परमेश्वर कहले हिज हेल्प फैसिलिटेट इन एवरी स्टेप जदि आमे प्रभुंकर इच्छा प्रभु को आड़को आमे आगो को बढ़िया इच्छा करूछु एवरी स्टेप रे से फैसिलिटेट हमको बा ताकर सहायता देबाक से चाहନ୍ତି आग्रह जेतु आमे प्रभु को पई रखछु एबे चतुर्थ विषय लेखा जाय हिट गुडनेस ताकर उत्तमता कोन आज आमे बुझिबो चेष्टा करिवो ताहा होछि जे महिमा आमे ताहा गमन कराइबा ताहा मनकर पृष्ठभूमि तुमे देखिबो देश पद लेखा जाय आम पृष्ठभूमि तुमे देखिबो बहुत लेखक यार पर विभिन्न चिंताधारा देवंती बहुत कम लेखक मु मते दुई जनकर चिंताधारा को बुझीथिली ताहा मु आज आपण मन सम्मुख रखिया पे इच्छा करबी पक्ष भाग बोली की लेखा से पक्ष भाग कोन पाई परमेश्वर देखाइबा पाई इच्छा कले ताओ फेस नुही हमें कहिबा परमेश्वर गोटे विषय कहले कारण मनुष्य हमको देखि बंची पारिबो नाही से समय गोटे बिलीव थिला लोक मन भितर जे मनुष्य ईश्वर को देखि बुझी पारिबो नाही प्रथम द्वितीय विषय हमको बुझिबा दरकार अछि जे कि ज्योतिर्गणर पिता जो ईश्वर सूर्य को तैयारी कले जब सूर्य को आम देखि पारुनु से ईश्वर को आम केमते देखिबा सेतमे जिसाय तार 6 पर्व तार 3 पदरे आम देखिबा पाउछु जे प्रत्येक दुई पदरे आम देखिबा पाउछु प्रत्येक एंजल्स रो सेराफी रो 6 पक्ष रहे दुईटा पक्ष से मन तळे ढांकंती आ दुईटा पक्ष से माने ऊपर निज फेस को से माने ढांकंती प्रभु को सम्मुख रे जे माने रहंती तेणु मनुष्य आमको देखि बंची पारे अर्थात जो तेज ताकर रही सम्मुख रे आमे ठिया ही परिबा नाही तो प्रभु एबे कहले हमर पृष्ठभूमि तुमे देखिबा ए पृष्ठभूमि कोन आज आमे बुझिबा अशेष बुझिबा कोनर प्रधान प्रस्तर बोली वाक्य रे लेखा जाय शैल जल निर्गत हेतिला प्रथम कोरिन्थिय 10 पर्व तार 4 पद जदि आपण देखिबे से जगह रे हमें बुझिबा पे चेष्टा करिबा मते प्रभु यीशु को जेतले फिलिप प्रश्न कले हमन ईश्वर को देखा जेतले प्रभु यीशु कहले मते से देखिछि से पिता को देखिछि शैल केहि नहंती से प्रभु यीशु अटंती जहां हमें देखिबा पाऊ जहन 1 पर्व 18 पदरे केहि के ईश्वर को देखि नाही किंतु ईश्वर को कलसित अद्वितीय पुत्र ताहाको प्रकाश कले प्रभु यीशु को द्वारा हमें ईश्वर को देखि परिबा जो मर्सीफुल गॉड अटंती जाकर सुंदर जो गुणावली हमनकर सेवा पाई जत्न पाई से सबदिन रखि आसुछंती जहन तार 1 पर्व 18 पदर जहां देखिबा पाउछु आ तांकर महिमा मते विभिन्न जगह प्रकाश करिबा गोटे एग्जाम्पल हम नै परबा काना न करे प्रथम थर से निज राष्ट्र को प्रकाश कले बोली देखा छै तांकर कार्य को हम आज बुझिबा चेष्टा करिबा किबोली भावरे से कार्य रखंती तेबे लेंट रे आज हम स्मरण करिबा जे तांकर सही पृष्ठभूमि जो जो थिरे 39 थर ताको प्रहार करा जायतला देखा जाय तांकर प्रहार रे तो माने सुस्थता आइ छ जणे वक्ता दिल्लीर बहुत वर्ष तो पुरुष कहिथिले विश्व गोटे चैनल से तळे चलीथिले रेडियो रो सुनथिले ता किबोली भावरे बाती की से माने आघात करिछि ताको पछरे आ रोमांस रो से समय नियम थिला जाकु जदि से माने क्रुसिफाई करिवे एई बली भावरे ताको दंड दिया जिवो सेतमे म मनरे गोटे प्रश्न आस्तिला क्रुस प्रभु यीशु को निमंत्रण नथिला क्रुस प्रभु यीशु को निमंत्रण नथिला क्रुस आमर थिला जो जागा रे प्रभु निजे को रखी प्रभु यीशु आमान पाइसे कष्ट से बासे जातना से पाइ छथि ताहा जे हमन बुझिबा दरकार रोमांस मनकर जो कष्ट दिया जाउ क्रुसिफिकेशन पूर्वरु विलियम बर्कले ताको बहिरे विषय लेखन्ति तेबे पाउलो मध्ये रिमाइंड करतले क्रुसरे हत ख्रीष्टकर छवि गालात्य मंडली जेतबे अन्य सुसमाचारहरुको से जाउथिला से मने पकाइदले जे तुम सम्मुखरे गोटे छवि अछि क्रुसरे हत ख्रीष्टको तुम बुझिबा दरकार आज बहुत लोक ताको बुझि पारनांती ख्रीष्ट काहे कि क्रुसरे क्रुसार्पित हेले तने बाइबल पढि नांती
ଜାଣିନାହାନ୍ତି ଜାଣିନାହାନ୍ତି ବିଭିନ୍ନ ପ୍ରଶ୍ନରେ ଆଜି ଅଛନ୍ତି। 2-3 ଦିନ ତଳେ ମଧ୍ୟ ଜଣଙ୍କର ଚିନ୍ତାଧାରା ମୁଁ ଦେଖୁଥିଲି। ତେବେ ଯେଉଁମାନେ ସିଂହ ଲଢ଼ନ୍ତି ଆଉ ଗ୍ରୀକ ମାନେ ଜ୍ଞାନ ଅନ୍ୱେଷଣ କରନ୍ତି, କିନ୍ତୁ ଆମେ କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ। ଯଦି କ୍ରୁଶରେ ଆମମାନଙ୍କୁ ଜୀବନ ଦେଇନଥାନ୍ତେ ତାହେଲେ ଆମେ ଉଦ୍ଧାର ପାଇନଥାନ୍ତୁ। ତେବେ ସେ କୃଷ୍ୟ ବିଷୟକୁ ଆଜି ଆମେ ବୁଝିବାକୁ ଚେଷ୍ଟା କରିବା। ପିତରଙ୍କର ରିକ୍ୱେଷ୍ଟ ଆମେ କ୍ଷମା କରି ମଉସାଙ୍କର ରିକ୍ୱେଷ୍ଟ ଆମେ ଦେଖିବା ପାଇଁ ପାଉଛୁ, will you continue your grace, presence and guidance? ପ୍ରଭୁ ତୁମେ କ'ଣ ତୁମର ସେହି ଗ୍ରେସ୍ ଆମ ପ୍ରତି ରଖିବ କି, ତୁମର ପ୍ରେଜେନ୍ସ ରଖିବ, ତୁମର ଗାଇଡେନ୍ସ ଆମ ପ୍ରତି ରଖିବା ପାଇଁ? ସେତେବେଳେ ପରମେଶ୍ୱର ତାଙ୍କୁ ବହୁତ ସୁନ୍ଦର ଉତ୍ତର ଦେଉଛନ୍ତି, yes Moses, more than that. ମଉସା ତୁମେ ଯାହା ରିକ୍ୱେଷ୍ଟ କରୁଛ ମୋତେ ତାଠାରୁ ଅଧିକ ମୁଁ ଦେଖିବାକୁ ଚାହେଁ। I am ready to sacrifice my life for my people. ମୁଁ ନିଜ ଲୋକମାନଙ୍କ ନିମନ୍ତେ ଆମର ପ୍ରାଣ ମଧ୍ୟ ଦେବାକୁ ପ୍ରସ୍ତୁତ, ଯାହା ସେ ପୃଷ୍ଠଭୂମି ବୋଲି ଆମେ ଚିନ୍ତା କରିପାରିବା। ତାଙ୍କ ନିମନ୍ତେ ପ୍ରହାରିତ ହେବା ଆଉ ମନୁଷ୍ୟମାନଙ୍କୁ ଉଦ୍ଧାର କରିବା, ଯାହା ଜହନ ତାର 10 ପର୍ବ 11 ପଦରେ ମୋତେ ଲେଖାଯାଏ, ମୁଁ ଆପଣା ମେଷମାନଙ୍କ ନିମନ୍ତେ ପ୍ରାଣ ଦିଏ, ଇସ୍ରାଏଲ ପାଇଁ ଆଉ ନୂତନ ଇସ୍ରାଏଲ ଗୋଷ୍ଠୀ ପାଇଁ ତାଙ୍କର ସେ କାର୍ଯ୍ୟକୁ, ସାରା ମନୁଷ୍ୟ ସମାଜ ପାଇଁ ତାଙ୍କର କାର୍ଯ୍ୟକୁ ଆଜି ଆମେ ବୁଝିବା ଆବଶ୍ୟକ ଅଛି। I am ready to sacrifice my life for my people. ଜଣେ ବହୁତ ବଢିଆ କୋଟେସନ ଲେଖିଛନ୍ତି, at the cross ସେ ଲେଖନ୍ତି, shame was replaced with forgiveness, pain was met with purpose, death was defeated and hope was born. We look at cross, reminds forgiveness, redemption and love forever. କୃଷ୍ୟ ସୁନ୍ଦର କାର୍ଯ୍ୟକୁ ସେ ବର୍ଣ୍ଣନା କରନ୍ତି, ଯାହା ପ୍ରଭୁ ଯୀଶୁ ଆମେ ଲେଟ୍ ସମୟରେ ଆମେ ସ୍ମରଣ କରୁଛୁ, କିଭଳି ଭାବରେ ସେ ଆମକୁ ଉଦ୍ଧାର କରିଛନ୍ତି। ତେବେ ଶେଷ ପଏଣ୍ଟକୁ ଆମେ ଯିବା, ପ୍ରଭୁଙ୍କର ମହିମା ଆଜି କେମିତି ଆମେ ବୁଝିପାରିବା। ମଉସାଙ୍କର ପ୍ରେୟର ରିକ୍ୱେଷ୍ଟ ଥିଲା, ମୋତେ ତୁମର ମହିମା ଦେଖାଅ। ପ୍ରଭୁ ଗ୍ରାଣ୍ଟ କଲେ, ତୃତୀୟରେ ପ୍ରଭୁ ତାଙ୍କୁ ଦେଖାଇଲେ। ଏବେ ଶେଷ ବିଷୟ ଆମେ ଦେଖିବା, ପ୍ରଭୁଙ୍କର ମହିମା ଆଜି ଆମେ କେମିତି ଆହୁରି ବୁଝିପାରିବା, ଯାହା ଆମେ 2 Corinthians 3 ପର୍ବର କିଛି ଅଂଶ ଦେଖିକି ଆମେ ଶେଷ କରିବା। ପ୍ରଥମରେ ଆମେ ଦେଖିବା 2 Corinthians 3 ତାର 13ରେ ଲେଖାଯାଏ, why did Moses wear a veil? ସେ ଗୋଟିଏ ଆବରଣ କାହିଁକି ମୁଖରେ ସେ ରଖୁଥିଲେ, ତାକୁ ସେ ବର୍ଣ୍ଣନା କରିଛନ୍ତି। ବ୍ରେସବି ତାଙ୍କର କମେଣ୍ଟରେ, leaders, if a leader is fading away the glory of God, ଯଦି ସେହି ଗୌରବ ତାଙ୍କର ଶରୀରରୁ ଚାଲି ଯାଉଛି ବା ଫେଡ୍ ହେଇଯାଉଛି, leaders must go again, return, ସେ କଥାକୁ ସେ ବ୍ରେସବି ଲେଖନ୍ତି ତାଙ୍କର କମେଣ୍ଟରେ। ତେବେ ଆଜି ପ୍ରତ୍ୟେକ ଯେଉଁମାନେ ପ୍ରଭୁଙ୍କର ଦାୟିତ୍ୱ ନେଇଛନ୍ତି ସେମାନେ ପାଇଁ ଗୋଟେ କ୍ୱେଶ୍ଚନ ସେ ଆଣନ୍ତି, leader, if the leader losing his glory, ତାଙ୍କର ଗୌରବ ଯଦି ଆଜି ହରାଉଛି ତାହେଲେ ବୁଝିବା ଦରକାର ଅଛି, ମୁଁ ଆଉ ଥରେ ରିଟର୍ନ ହେବା ଦରକାର ଅଛି, ଯାହାକୁ ମେଟାନୟା ବୋଲି ଗ୍ରୀକରେ କୁହାଯାଏ। ଆଉ ଥରେ ପ୍ରଭୁଙ୍କ ଆଡ଼କୁ ଆମେ ଯେମିତି ଫେରିବା, ମନ ପରିବର୍ତ୍ତନ ସହିତ ଆମେ ଯେମିତି ଫେରିବା ପ୍ରଭୁଙ୍କ ଆଡ଼କୁ। ଦ୍ୱିତୀୟ ବିଷୟ 7-11 ମଧ୍ୟ ସେ ଲେଖନ୍ତି, ଗ୍ଲୋରି ଅଫ୍ ଦ ମେସିଆନିକ୍ ଲିଗାଲ ସିଷ୍ଟମ ଫେଡିଂ ଏୱେ। ଧୀରେ ଧୀରେ ଯୋଉ ବ୍ୟବସ୍ଥା ଦିଆଯାଇଥିଲା ତାହା ଧୀରେ ଧୀରେ ଫେଡ୍ ହେବା ଆରମ୍ଭ ହେଲା, ଏବଂ ପ୍ରଭୁଙ୍କର ଯୋଉ ଗସ୍ପେଲ ଥିଲା, ଯାହା ଜୀବନ୍ତ ବାକ୍ୟ ଥିଲା, ଗୌରବର ବାକ୍ୟ ଥିଲା, ତାହା ଧୀରେ ଧୀରେ ବଢିବା ଆରମ୍ଭ ହେଲା। ସେ ବିଷୟକୁ 7-11 ପଦ ମଧ୍ୟରେ ଲେଖାଯାଏ। ଆଉ ତୃତୀୟରେ ସେ ଲେଖନ୍ତି, ଲଷ୍ଟ ଜିଉସ୍, ଯେଉଁମାନଙ୍କର କଭର ୱିଥ୍ ଭେଲ୍, ସେମାନଙ୍କର ସମ୍ମୁଖରେ ଆବରଣ ରହିଥିଲା, ଯାହା ଦ୍ୱାରା ସେମାନେ ସେ ଗ୍ଲୋରିୟସ୍ ଖ୍ରାଇଷ୍ଟକୁ ସେମାନେ ବୁଝିପାରିଲେ ନାହିଁ, ଯାହା ଲେଖନ୍ତି 2 Corinthians 3:14-16 ମଧ୍ୟରେ ସେ ଏ ବିଷୟକୁ ଲେଖନ୍ତି। ଆଉ ସେଥିପାଇଁ ପ୍ରଭୁଙ୍କୁ ଆଜି ଲୋକମାନେ ବୁଝିନାହାନ୍ତି, ବିଭିନ୍ନ ଭାବରେ ତାକୁ ସେମାନେ କହୁଛନ୍ତି, କିଭଳି ଭାବରେ ତାଙ୍କୁ କ୍ରୁଶାର୍ପିତ କଲେ। ଯାହା ଗ୍ରୀକ ମାନଙ୍କୁ ମଧ୍ୟ ଚିନ୍ତା ଥିଲା ଯେ ଏଇଭଳି ବ୍ୟକ୍ତି କି ଆମମାନଙ୍କୁ ଉଦ୍ଧାର କରିପାରିବ, ଯେ କି ଦୁର୍ବଳ ଭାବରେ କ୍ରୁଶରେ କ୍ରୁଶାର୍ପିତ ହେଇଛନ୍ତି। ଆଜି ତ ୱେ ଲୋକମାନଙ୍କ ମଧ୍ୟରେ ଆବରଣ ରହିଛି, ସେମାନେ ଗ୍ଲୋରିୟସ୍ ଖ୍ରାଇଷ୍ଟକୁ ବୁଝିପାରୁ ନାହାନ୍ତି। ଆଉ ଶେଷ ବିଷୟ ସେ ଲେଖନ୍ତି, ମୋଜେସ୍ ଏକ୍ସପିରିଏନ୍ସ, ଯାହାକି ନିଜେ ଅନୁଭବ କରନ୍ତି, ଏ ଖ୍ରୀଷ୍ଟିଆନ ବାଇ ଫେଥ୍ ସି ଦ ଗ୍ଲୋରି ଅଫ୍ ଜିସସ୍ ଖ୍ରାଇଷ୍ଟ, ଈଶ୍ୱରଙ୍କର ପ୍ରଭୁ ଯୀଶୁଙ୍କର ଗୌରବ ଯେମିତି ସେମାନେ ଦେଖିପାରିବେ ଥ୍ରୁ ହିଜ୍ ୱାର୍ଡ,
ତାଙ୍କର ବାକ୍ୟ ଦେଇ ସ୍ପିରିଚୁଆଲ ଟ୍ରାନ୍ସଫର୍ମେସନ ତାଙ୍କ ଜୀବନରେ ଆସିପାରିବ। 17 ରୁ 18 ପଦ ମଧ୍ୟରେ ସେ ଲେଖନ୍ତି ଏହି 2 କରନ୍ଥୀୟ 3 ପର୍ବ ଯାହା ଆମେ ଦେଖିବାକୁ ପାଉଛୁ। ଏ ପୁରା ଅଂଶକୁ 4 ଭାଗରେ ଏଭଳି ବିଭକ୍ତ କରନ୍ତି। ତେବେ এই 4টা ବିଷୟକୁ ଆଜି ଆମେ ବୁଝିବା ଦରକାର ଅଛି। ଯଦି ଆମେ ଫେଲ୍ ହେଇଯାଇଛୁ ପ୍ରଭୁଙ୍କର ସହିତ ସେ ଗୌରବରେ ବଞ୍ଚିବା ପାଇଁ, ତାହେଲେ ଆମକୁ ରିଟର୍ନ ହେବା ଦରକାର। ଫର୍ଷ୍ଟ ପଏଣ୍ଟ ଅନୁସାରେ ମୋସା ଆଉ ଥରେ ପ୍ରଭୁଙ୍କ ନିକଟ ଯାଇ ସେ କଥାବାର୍ତ୍ତା କରିବା ଆମେ ଦେଖିବାକୁ ପାଉଛୁ। ଏବେ ଦ୍ୱିତୀୟ ବିଷୟ ଯଦି ଆମେ ଦେଖିବା, ସେ ବ୍ୟବସ୍ଥା ଆଉ ନୁହେଁ କିନ୍ତୁ ଈଶ୍ୱରଙ୍କ ଗ୍ଲୋରିୟସ ଗସ୍ପେଲ ସେ ଚାଲି ଆସିଲା। ତେଣୁ ସେହି ଗସ୍ପେଲରେ ଆମେ ଯେମିତି ପ୍ରଭୁ ଯୀଶୁଙ୍କୁ ଦେଖିପାରିବା, ବୁଝିପାରିବା, ସେ ଗୌରବର ତ୍ରାଣକର୍ତ୍ତାଙ୍କୁ, ଆଉ ସେଥିପାଇଁ ଆଉ ତାଙ୍କୁ ଦେଖୁ ଦେଖୁ ଆମର ଜୀବନ ଗୋଟେ ସ୍ପିରିଚୁଆଲ ଟ୍ରାନ୍ସଫର୍ମେସନ ଆସିଯିବ, ଯାହା ଯୀଶୁଙ୍କର ଜୀବନରେ ଆମେ ଦେଖିବାକୁ ପାଉଛୁ। ଟ୍ରାନ୍ସଫିଗରେସନ ଆମେ ଦେଖିବାକୁ ପାଉଛୁ। ଆମମାନଙ୍କ ଜୀବନ ମଧ୍ୟ ସ୍ପିରିଚୁଆଲି ଟ୍ରାନ୍ସଫର୍ମ ହେବ ପ୍ରଭୁଙ୍କର ଗୌରବ ପାଇଁ। ଆଉ ଶେଷ ବିଷୟ ମନରେ ଆସେ, ଆଉ ତାହା ହେଉଛି ଯେ ଗ୍ଲୋରିୟସ କ୍ୟାରେକ୍ଟର ଯଦି ଆମ ଜୀବନରେ ଆଣିବାର ଅଛି, ଖ୍ରାଇଷ୍ଟ ବିୟରର ହବାର ଅଛି, ତାହେଲେ ୱାର୍କିଂ ପ୍ରିଚର ଆମକୁ ଚିନ୍ତା କରିବାକୁ ପଡିବ। ଆଉ ଥରେ କହୁଛି, ଗ୍ଲୋରିୟସ କ୍ୟାରେକ୍ଟର ଯଦି ଈଶ୍ୱରଙ୍କର ସେଇ ଚରିତ୍ରାବଳୀ ଗୁଣାବଳୀ ଯଦି ଆଣିବାର ଅଛି, ଖ୍ରାଇଷ୍ଟ ବିୟରର ଯଦି ହେବାର ଅଛି, କୃଷ୍ଣକୁ ବହନ କରିବାର ଅଛି ଆମ ଜୀବନରେ, ତାହେଲେ ଆଉ ଯଦି ୱାର୍କିଂ ପ୍ରିଚର ହବାର ଅଛି, ଆମକୁ ସେଇ ଗୌରବର ବିଷୟକୁ ଆମମାନଙ୍କ ଜୀବନରେ ଗ୍ରହଣ କରିବା ଦରକାର ଅଛି। ସେଥିପାଇଁ ଆଜିର ଥିମ୍ ଭାବରେ ଆମେ ନେଇପାରିବା ୱାର୍କିଂ with Jesus, a glorious journey. Walking with Jesus, a glorious journey. ଯାହା ମୋସା ଏକ୍ସୋଡସରେ ଆଣିଥିଲେ ଗୋଟେ ଗୌରବର ଯାତ୍ରାକୁ ସେ ଇଚ୍ଛା କରିଥିଲେ ପ୍ରଭୁଙ୍କ ନିକଟରୁ। ଆମମାନଙ୍କର ଜୀବନ ଯାତ୍ରା ମଧ୍ୟ ଯେମିତି ଗୋଟେ ଗୌରବର ହେଇପାରିବ ପ୍ରଭୁଙ୍କ ସହିତ ଚାଲିବା ପାଇଁ, ସେ ଇଚ୍ଛା ଆଜି ଆମେ ପ୍ରଭୁଙ୍କ ଠାରୁ ମାଗିବା। ତେଣୁ 2ଟା ଗୀତ ମତେ ମନେ ପଡେ, ଆଉ ତାହା ହେଉଛି ପାଦେ ପାଦେ ଚାଲୁଛି ମୁଁ ଯୀଶୁ ତୁମ ସାଥେ। ପ୍ରଭୁ ତୁମ ସହିତ ମୁଁ ଚାଲିବାକୁ ଚାହେଁ। ଆଉ ଦ୍ୱିତୀୟ ଗୀତଟି ମତେ ମନେ ପଡେ, ମନସ୍ଥ କରିଛି ମୁଁ ଯୀଶୁ ସଙ୍ଗେ ଚାଲୁଥିବି ନ ଫେରିବି। ପ୍ରଭୁଙ୍କ ସହିତ ମୁଁ ଚାଲିବି। ମୋସାଙ୍କର ଇଚ୍ଛା ଥିଲା, ପ୍ରଭୁ ତୁମ ବିନା ମୁଁ ଚାଲିପାରିବି ନାହିଁ, ଏମାନଙ୍କୁ ଲିଡ୍ କରିପାରିବି ନାହିଁ, ତୁମେ ମତେ ସାହାଯ୍ୟ କରିବାର ଅଛି। your grace, your presence, your guidance we need. ତାହା ଆଜି ଆମେ ଆବଶ୍ୟକ କରୁ। ପ୍ରଭୁ ଆମ ସମସ୍ତଙ୍କୁ ଏହି ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆମେନ୍, ଆମେନ୍। प्रार्थना वीरेंद्र दादा प्रार्थना पवित्र 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 पिता परमेश्वर, धन्यवाद दौचु तुम्हें आमको प्रेम कर आम प्रति मन झुकी